ଏଥର 2027 ବିଶ୍ୱକପ୍ ଖେଳିବେ ବିରାଟ କୋହଲି। ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଦେଲେ ବଡ଼ ସଂକେତ। ତେବେ ସୂଚନା ଅନୁସାରେ ବିରାଟ କୋହଲି ସୋସିଆଲ ମିଡିଆରେ ତାଙ୍କର ବ୍ୟକ୍ତିଗତ ଚିନ୍ତାଧାରା ବହୁତ କମ୍ ପୋଷ୍ଟ କରନ୍ତି। ବର୍ତ୍ତମାନ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି, ଯାହା ତାଙ୍କ 2027 ବିଶ୍ୱକପ୍ ଯୋଜନା ସହିତ ଜଡ଼ିତ। ଏହା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ ରହିଛି। ଏହି ସମୟରେ ବିରାଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଆପଣ ବିଫଳ ସେତେବେଳେ ହୁଅନ୍ତି ଯେତେବେଳେ ଆପଣ ହାର ମାନି ନିଅନ୍ତି। ବିରାଟ କୋହଲି ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଲଣ୍ଡନରେ ନିୟମିତ ଅଭ୍ୟାସ କରୁଥିଲେ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ମଧ୍ୟ ସେ ନେଟ୍ସରେ କଠିନ ପରିଶ୍ରମ କରୁଛନ୍ତି। ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି ଆପଣ ବାସ୍ତବରେ ବିଫଳ ସେତେବେଳେ ହୁଅନ୍ତି ଯେତେବେଳେ ଆପଣ ହାର ମାନି ନିଅନ୍ତି। କିଛି ଦିନ ପୂର୍ବେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏକ ବିବାଦୀୟ ବୟାନ ଦେଇଥିଲେ, ଯେଉଁଥିରେ କହିଥିଲେ ଯେ ବିରାଟ ଏବଂ ରୋହିତ ଉଭୟ 2027 ଓଡିଆଇ ବିଶ୍ୱକପ୍ ପାଇଁ ପ୍ରତିବନ୍ଧ ନୁହନ୍ତି। ସେ କହିଛନ୍ତି ଯେ ଯଦି ଉଭୟ ବରିଷ୍ଠ ଖେଳାଳି ଫିଟ୍ ଅଛନ୍ତି ତେବେ ସେମାନେ ଘରୋଇ କ୍ରିକେଟ୍ ଖେଳିବା ଉଚିତ। କିନ୍ତୁ ଏବେ ବିରାଟ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ସହିତ ସମସ୍ତ ଗୁଜବର ଅନ୍ତ ଘଟାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଟ୍ୱିଟ୍କୁ ଏହି ଭାବରେ ବ୍ୟାଖ୍ୟା କରାଯାଇଛି ଯେ ସେ ଏବେ ଗିଭ୍ ଅପ୍ କିମ୍ବା ଅବସର ନେବାକୁ ମୁଡ୍ରେ ନାହାନ୍ତି। ବିରାଟ କୋହଲିଙ୍କୁ ଆଧୁନିକ ଯୁଗର ସର୍ବୋତ୍ତମ ଓଡିଆଇ ବ୍ୟାଟ୍ସମ୍ୟାନ୍ କୁହାଯାଇପାରେ ଏବଂ ତାଙ୍କ ପରିସଂଖ୍ୟାନ ଏହା ପ୍ରମାଣିତ କରେ। ବିରାଟ କୋହଲି ବର୍ତ୍ତମାନ ଓଡିଆଇ କ୍ରିକେଟରେ ତୃତୀୟ ସର୍ବାଧିକ ରନ୍ ସ୍କୋରର। ସେ ଏପର୍ଯ୍ୟନ୍ତ 302 ଓଡିଆଇ ମ୍ୟାଚରେ 14,181 ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ସେ ସର୍ବାଧିକ ଶତକର ତାଙ୍କ ନାମରେ ରେକର୍ଡ ରଖିଛନ୍ତି। ଏତେ ଲମ୍ବା କ୍ୟାରିୟରରେ 14,000ରୁ ଅଧିକ ରନ୍ ସ୍କୋର କରିବା ଏବଂ 57.88 ହାର ବଜାୟ ରଖିବା ନିଜ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ସିରିଜରେ କୁମାର ସାଙ୍ଗାକାରାଙ୍କ 14,234 ରନ୍ର ଓଡିଆଇ ରେକର୍ଡକୁ ଭାଙ୍ଗି ପାରିବେ।